ଆମେ ବେଳେବେଳେ ଭାବୁ କି ମୁଁ ତ ଭଲ କାମ କରୁଛି ତଥାପି ମୁଁ ଦୁଃଖରେ କାହିଁକି ଅଛି। ଆମର ଏଟା ସବୁଠୁ ବଡ଼ କନଫ୍ୟୁଜନ କି ଭଲ କାମ କରିକି ବି ମୁଁ ଦୁଃଖରେ କାହିଁକି ଅଛି, ସେ ଖରାପ କାମ କରିକି ବି ସୁଖରେ କାହିଁକି ଅଛି। ତାହେଲେ ମୁଁ ଆଜି ଆପଣଙ୍କୁ କହିବି କି ଏଇ ଯୋଉ କନଫ୍ୟୁଜନ ଆପଣଙ୍କର ନା, ଭଲ କରି କାହିଁକି ଖରାପ ମିଳୁଛି କି ଖରାପ କରି କାହିଁକି ଭଲ ମିଳୁଛି, ସେଇଟା ଆପଣ କେମିତି ଆନାଲିସିସ୍ କରିବେ। କୋଉ ମଣିଷ ଜାଣେ କି ଠିକ କାମ କ'ଣ ଭୁଲ କାମ କ'ଣ, ଜାଣିକିରି ବି ସେ ଭୁଲ କାହିଁକି କରେ। ଆଉ ଯେତେବେଳେ ଗୋଟେ ମଣିଷ ଚାହେଁ ଯେ ମୁଁ ଭୁଲ କାମ କରିବିନି ତଥାପି ତା ଦ୍ୱାରା ହେଇଯାଏ, ତ ଏ କେସରେ ଆପଣ ନିଜକୁ ରୋକିବେ କେମିତି। ଆଉ କର୍ମର ରିଟର୍ନ ଥିଓରି କ'ଣ। ନମସ୍କାର, ମୁଁ ରୋଜାଲିନ, ଇନର ଭଏସ ରୋଜାଲିନକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ କଥା ହେବା କି ଏ କର୍ମ କ'ଣ, ଆଉ ଏ କର୍ମର ଯାହା ବି ଆଙ୍ଗେଲ ଅଛି ସେସବୁ ବିଷୟରେ ଆମେ କଥା ହେବା। ଆଉ ଏ କର୍ମର ରିଟର୍ନ ଥିଓରିଟା କ'ଣ, ମାନେ ଆପଣ କର୍ମ ତ କରିଦେଲେ ତାପରେ ରେଜଲ୍ଟଟା କେମିତି ଆସିବ, ଭଲ ଆସିବ କି ଖରାପ ଆସିବ, କେମିତି ଆସିବ, ସେ ବିଷୟରେ ବି ଆଜି ଆମେ କଥା ହେବା। କର୍ମ ମାନେ କ'ଣ କହିଲେ, ମାନେ ଆପଣଙ୍କର ବଡ଼ ବଡ଼ କର୍ମ ଯୋଉ କେବଳ କର୍ମ ସେଇଟା କାଉଣ୍ଟ କରେନି, କି କେବଳ ପୁଣ୍ୟ କର୍ମକୁ କର୍ମ ବି କାଉଣ୍ଟ କରେନି। କର୍ମ ମାନେ ଆପଣଙ୍କର ଛୋଟ ଛୋଟ କାମ ବି ସେଇଟା ବି କାଉଣ୍ଟ ହୁଏ। ମାନେ ଛୋଟ ବଡ଼ ସବୁ କାମ ଆପଣଙ୍କର କାଉଣ୍ଟ ହୁଏ। କିନ୍ତୁ ଆପଣ କ'ଣ କରନ୍ତି, ଯେତେବେଳେ କିଛି ଭଲ କାମ କରନ୍ତି ତାର କାଉଣ୍ଟ କରନ୍ତି, ତାର ଗଣତି ରଖନ୍ତି କି ମୁଁ ଭଲ କାମ କରୁଛି, ମୁଁ ଆକୁ ହେଲ୍ପ କଲି, ତାକୁ ଏଠି ତାର ଦରକାର ଥିଲା ତା ପାଇଁ ଠିଆ ହେଲି, ତାକୁ ଏଠି ଦାନ କଲି, ପୁଣ୍ୟ କଲି, ଆପଣ ସେସବୁର ହିସାବ ରଖନ୍ତି। କିନ୍ତୁ ଯୋଉ ଛୋଟ ଛୋଟ ଖରାପ କାମ କରନ୍ତି କି କେବେ କେବେ ଆପଣଙ୍କ ଅଜାଣତରେ ଭୁଲ ବି ହେଇଯାଏ, ସେଇଟା ଖରାପ କର୍ମରେ ଯାଏ। ଆଉ ସେ କର୍ମ କିନ୍ତୁ ଆପଣ କାଲକୁଲେସନ କରନ୍ତିନି। କିନ୍ତୁ କର୍ମ ମାନେ କ'ଣ କହିଲେ, ଆପଣଙ୍କର ଭଲ କର୍ମ ଆଉ ଖରାପ କର୍ମ ଦିଟା ଯାକି ମିଶିକିରି ଆପଣଙ୍କର କର୍ମ ହୁଏ। ଯାହା ଆପଣ କରିବେ ସେଇଟା ହିଁ ଆପଣଙ୍କ କର୍ମ। ସେ ଛୋଟ କର୍ମ ହଉ କି ବଡ଼ କର୍ମ ହଉ, କାହାକୁ ଦୁଃଖ ଦିଅନ୍ତୁ କି କାହାକୁ ସୁଖ ବି ଦିଅନ୍ତୁ, ପୁଣ୍ୟ କରନ୍ତୁ କି ପାପ କରନ୍ତୁ, ସବୁ କାଉଣ୍ଟ ହବ। କିନ୍ତୁ ଆମେ କ'ଣ କରନ୍ତି, କେବଳ ଆମର ଭଲ କାମକୁ କାଉଣ୍ଟ କରନ୍ତି ଆଉ କୁହନ୍ତି ଯେ ମୁଁ ତ ଭଲ କରୁଛି, ମୋ ସହିତ ଖରାପ କାହିଁକି ହେଉଛି। କିନ୍ତୁ ଆପଣମାନେ ନିଜେ ଡିସାଇଡ୍ କରନ୍ତୁ କି କାଲକୁଲେଟ୍ କରନ୍ତୁ, ଆପଣ କ'ଣ ସତରେ କେବେ ଖରାପ କର୍ମ କରନ୍ତିନି? କେବେ କାହାକୁ କଷ୍ଟ ଦେଇନାହାନ୍ତି? ଆପଣଙ୍କ କଥାରେ ହଉ କର୍ମରେ ହଉ କେବେ ଦେଇନାହାନ୍ତି? ତାକୁ କେବେ ହିସାବ ରଖିଛନ୍ତି କି ମୁଁ ଏଇଠି ଏଇ ଖରାପ କର୍ମ କରିଛି ବୋଲି? ତ କର୍ମଟା ହେଉଛି ସବୁର ସମଷ୍ଟି, ଆପଣଙ୍କ ଭଲ କର୍ମ ଆଉ ଆପଣଙ୍କ ଖରାପ କର୍ମ। ସତ କହିବାକୁ ଗଲେ ସବୁ ମଣିଷ ଭିତରେ ନା ଭଗବାନ ଅଛନ୍ତି। ଗୋଟେ ସୂକ୍ଷ୍ମ ରୂପରେ ନା ସେ ଆବାଜ ଦିଅନ୍ତି। ଆପଣ ଭୁଲ କାମ କରୁଛନ୍ତି କି ଠିକ କାମ କରୁଛନ୍ତି, ଆପଣଙ୍କୁ ଗୋଟେ ସୂକ୍ଷ୍ମ ଆବାଜ ଆସେ କି ଏଇଟା ଭୁଲ ଏଇଟା ଠିକ ବୋଲି। କିନ୍ତୁ ଆମେ କ'ଣ କରନ୍ତି, ସେ ଆବାଜଟାକୁ ବା ସେ ଯୋଉ ସ୍ୱରଟାକୁ ଇଗ୍ନୋର କରନ୍ତି। ଆଉ ଆମକୁ ଭଲରେ ଜଣାଥାଏ କି ଠିକ କୋଉଟା ଭୁଲ କୋଉଟା, ତଥାପି ଆମେ କରନ୍ତି। ତାହେଲେ ଆମର ମେନ୍ କ'ଣ ହୁଏ କହିଲେ, ଆମେ କରିବା ପୂର୍ବରୁ ନା, ସେ ଯୋଉ କର୍ମଟା କରିବା ପୂର୍ବରୁ ଆମେ ନିଜକୁ ସଂଯମ କରିପାରନ୍ତିନି। ଆମର ଯୋଉ ରାଗ, ହିଂସା, କ୍ରୋଧ ଏଗୁଡ଼ାକ ଆମେ ନିୟନ୍ତ୍ରଣ କରିପାରନ୍ତିନି। ଆମେ ଜାଣନ୍ତି ଭୁଲ କ'ଣ ତଥାପି ଆମେ କରନ୍ତି। ଆମର ବେଳେବେଳେ ନା ସେ କାମ କରିବାକୁ ଇଚ୍ଛା ନଥାଏ, ତଥାପି ଆମେ ଲୋଭର ବଶବର୍ତ୍ତୀ ହେଇକି କି ମାନେ ହିଂସାର ବଶବର୍ତ୍ତୀ ହେଇକି ଆମେ ସେସବୁ କାମ କରନ୍ତି। ତ ଯେତେବେଳେ ଆମର ଆମ ଇନ୍ଦ୍ରିୟ ଉପରେ କଣ୍ଟ୍ରୋଲ ନଥାଏ, ଆମ ମନ ଉପରେ କଣ୍ଟ୍ରୋଲ ନଥାଏ, ମେନଲି ଆମେ ଭୁଲ ଏଠି ହିଁ କରନ୍ତି। ଏଇଠି ହିଁ ଆମ ଦ୍ୱାରା ଭୁଲ କର୍ମ ହୁଏ। ଭୁଲ କର୍ମ କରିବାର ଆଉ ବି ଅନେକ କାରଣ ଅଛି। ତା ଭିତରୁ ଗୋଟେ ହେଲା କି ପିଲାବେଳୁ ଆମକୁ ଶିକ୍ଷା ଯାଇନଥାଏ କି ଖରାପ କ'ଣ ଭଲ କ'ଣ। ଆପଣ ଯଦି ଗୋଟେ ମୁଭି ଦେଖିଥିବେ +2 ଫେଲ୍, ଗୋଟେ ମୁଭି ଆମର ଆସିଥିଲା ଜଣେ IPS ଅଫିସରଙ୍କ ଉପରେ। ସେଥିରେ ସେ କ୍ୟାରେକ୍ଟର ଜଣକ କହୁଛନ୍ତି ଯେ ସାର୍ ଚିଟିଂ करना गलत होता है, ये कोई हमें बताया नहीं। एक्चुअली ଛୁଆବେଳେ ନା କେହି କୁହନ୍ତିନି କି ବାବୁରେ କପି କରିବାଟା ଭୁଲ କି କାହାଠୁ ଦେଖିକି ଲେଖିବାଟା ଭୁଲ। ବାସ୍ ମାର୍କ ଆସିବାର ଅଛି, ତୁ ଯେମିତି ହଉ ସେମିତି ଆଣେ, କପି କରି ଲେଖେ, ସାର୍ ବ୍ଲାକ୍ ବୋର୍ଡରେ ଆନ୍ସର ଦେଇ ଦେଉଛନ୍ତି ଲେଖିଦେ, ଯାହା ଯେମିତି ହଉ ଲେଖିଦେ। କେହି ପିଲାବେଳୁ ବତାନ୍ତିନି କି କୋଉଟା ଭୁଲ କୋଉଟା ଠିକ। ମାନେ ମଣିଷ ଭୁଲ କରିବାର ନା ଇଏ ଗୋଟେ କାରଣ କି ମଣିଷ ଜାଣି ବି ନଥାଏ ଏଇଟା ଭୁଲ ବୋଲି। କିନ୍ତୁ ସମୟ ଅନୁସାରେ ଯେତେବେଳେ ତାର ରେଜଲ୍ଟ ଆମକୁ ମିଳେ, ଆମକୁ ରିଅଲାଇଜେସନ ହୁଏ କି ଆରେ ଏଇଟା ବି ଭୁଲ ବୋଲି। ତ ମଣିଷ ଭୁଲ କରିବା ପଛରେ ଇଏ ବି ଗୋଟେ ବଡ଼ କାରଣ କି ଛୋଟବେଳୁ ନା ଆମର କ୍ଲାରିଟି ନଥାଏ, ଆମକୁ ଶିକ୍ଷା ଯାଇନଥାଏ କି ଆକ୍ଚୁଆଲି ଭୁଲ କୋଉଟା ଠିକ କୋଉଟା, ପାପ କୋଉଟା ପୁଣ୍ୟ କୋଉଟା, ଯୋଉଥିପାଇଁ ମ୍ୟାକ୍ସିମମ୍ ଭୁଲ ଆମେ କରନ୍ତି। ଆଉ କିଛି ଲୋକ ଥାଆନ୍ତି ଯୋଉମାନେ ଆକ୍ଚୁଆଲି ମାନେ ରିଏଲି ସେମାନେ ବହୁତ ବଢ଼ିଆ ମଣିଷ, ସମସ୍ତଙ୍କର ହେଲ୍ପ କରନ୍ତି, ଭୁଲ ଠିକର ଜ୍ଞାନ ପୁରା ତାଙ୍କୁ ବଢ଼ିଆ ସେ ଥାଏ। ସେମାନେ ତାଙ୍କ ଜୀବନରେ ଠିକ କାମ ବି କରନ୍ତି, ଠିକ କାମକୁ ସପୋର୍ଟ ବି କରନ୍ତି। କିନ୍ତୁ ସେମାନେ କୋଉଠି ଭୁଲ କରନ୍ତି କହିଲେ, ଯେତେବେଳେ ତାଙ୍କ ନିଜ ଲୋକମାନଙ୍କ କଥା ଆସେ, ସେତେବେଳେ ମୋହର ବଶବର୍ତ୍ତୀ ହେଇକି ହଉ କି କର୍ତ୍ତବ୍ୟର ଚାପରେ ହଉ, ସେମାନେ ନିଜ ଲୋକଙ୍କୁ ସପୋର୍ଟ କରିବା ଚକ୍କରରେ ନା ଭୁଲ ଠିକ ଭୁଲି ଯାଆନ୍ତି। ତାଙ୍କ ନିଜ ଲୋକମାନେ ଭୁଲ କରନ୍ତି, ତଥାପି ସେମାନେ ତାଙ୍କୁ ସପୋର୍ଟ କରନ୍ତି। ସେଠି ବି ଆପଣ ଭୁଲ କର୍ମ କରନ୍ତି। ଆପଣ ସିନା ମୋହର ବଶବର୍ତ୍ତୀ ହେଇକି କି କର୍ତ୍ତବ୍ୟର ଚାପରେ କି ନିଜ ଲୋକ ବୋଲି ସେ ଲୋଭରେ
ह्वाट एवर आपण भूल काम करदेले किंतु ऊपर जे बसछि से त आपणा पर निजर एसबु देखिबनी ना से प्रॉपर कैलकुलेशन करिवो आपण कोउठी भूल कले आ कोउठी ठीक कले हुए तो आपणक नजर आपण निज लोक मानक पई जा करूचंती आपण भाबुचंती छाड़ मो निज लोक पई मु कली ठीक हो भूल हो जा भी हो मु कली आ मो निज लोक माने ठीक किंतु जते बेले भगवान तार कैलकुलेशन करिवे ना से प्रॉपर करिवे आ सेते बेले तो आपण भूल कैलकुलेट हेबे ना आ तार रिजल्ट भी मिलबो तो एमती केतेटा जिंस अछि जो केस रे हमर इच्छा नथिले भी आमे भूल कर्म करू भगवान ना मनीष जन्म देला बेले मनीष को स्वतंत्रता देइचंती केवल कर्म रे फल रे तार किछि माने नाही सेतरा आपनकर किछि भी भाग नाही किंतु कर्म रे आपन को स्वतंत्रता आपन कर्म जेमिति भी करि परिबे आ जहा करिवे से अनुसार आपन को रिजल्ट मिलिबो सेतरा आपन किछि माने करि परिबे जेमिति कर्म करिवे सेमिति रिजल्ट मिलिबो तो आपन को मन रे क्वेश्चन आसे कि मु तो भलो कर्म करूची मते खराब काहे कि मिलुची एक्चुअली कोन हुए कहले सब जिनसर ना गोटे समय थाए जेमती आपण जदी आज गोटे फूल गछर मंजी पोतिबे आज खोलिबे मंजीटा लगेबे आ पानी देबे तो संगे संगे गछ उठिक आपन को फूल दबनी तो ता पे आपन को टाइम लागिवो गछ टिके बड़ हबो शाखा प्रशाखा टिके छोट छोट पत्र दबो पुनी कढ़टे बाहरिबो सेटा फूल फुटिबो तो सब जिनसर ना गोटे प्रोसेस थाए गोटे प्रॉपर प्रोसेस रे जिनसटा हुए जेमती मंजी रु फूलटा आसा पई गोटे प्रॉपर टाइम दरकार सेतरे ठीक टाइम रे ताको सनलाइट मिलिया दरकार पानी मिलिला सार खत जहा भी मिलिला तापर से ता समय अनुसार आपन को फल दबो कि फूलटे दबो सेमती आपनकर कर्म भी से भी सही जिंस आपण कर्म करिवे आ ठीक टाइम रे तार रिजल्ट आपन को आसीबो आपण कहबे मु संगे संगे माने पुण्य कली आर फलटा मते संगे संगे मिल जाओ ना सब जिनसर गोटे प्रोसेस थाए सब जिनसर समय थाए आपण जते बेले पुण्य काम करिया लागिबे बा भलो काम करिया लागिबे से गुडा ना सब एकत्रित हेई से जिनस आपन को रिजल्ट दिए आ जते बेले आपन को तार रिजल्ट मिलिबा ना आपन को सहित सब भलो होक लागिबो आपन भाबिबे जे ए सब मो सहित होउची केमिति मु तो एतिक टिके परिश्रम कली मु तो ए जगह रे किछि करनी किंतु मो काम फटाफट हेई जाउची केमिति सेठी ना सब पुण्य कर्म माने एकत्रित होंती से जगह रे कोन होंती जते बेले पुण्य कर्म सब एकत्रित होंती सेठी आपनकर भलो जिंस होबाक लागे ये होउची कर्मर माने टाइम अनुसार फल आ सेमती आपण जदी पाप काम करंती ना तार भी रिजल्ट सेमती आपण को मिले आपण भाबुतिबे हां मु तो पाप काम कली कि मु किछि ओटे खराब कली मो सहित किछि हेलानी मु तो खसी गली एटू ना आपण खसी गले आखि बंद करी खीर पिउतिबे आपण खसी गले जे कहते ना बिले आखि बंद करी खीर पिउची से भाबुची मते केही देखु नांती ना आपण सेटू खसी जाई परंती किंतु ऊपर जणा देखुची ना तो तार भी रिजल्ट मिलिबो आ जते बेले सब पाप कर्मर रिजल्ट आपण को मिले आपण जेते चेष्टा करंतु आपण सेटू बाहरी परिबेनी आपण भाबुतबे ये मते हेल्प कर दबो मु बंची जीबी से मते टिके हेल्प कर देले मु बंची जीबी ना जते बेले पाप कर्मर रिजल्ट आपण को मिलिबो ना आपण जो डाळ धरुतिबे से डाळ भांगिबो माने केही भी आपण को सहाय्य करिया को नथिबे माने कर्म ना एमिति रिटर्न हुए माने पाप कर्म भी रिटर्न हुए पुण्य कर्म भी रिटर्न हुए ये हैला कर्म रे रिटर्न थ्योरी जहा करिवे सेटा पाइबे किंतु हां भगवान एट टाइम दियंती माने सब देखंती समय अनुसार जेमती कहले ना गछर मंजी पोतिले से फूल दबाको कि फल दबाको टाइम नि सेमिति टाइम अनुसार धीरे 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 आपन को रिजल्ट मिले आउ मिले कुआडे जीवनी आपन जहा करिवे सेटा मिलिबो माने मिलिबो कर्म कला बेले ना आमे गोटे बढ़िया एक्सक्यूज दियंती माने आमे तो मनीष ना एक्सक्यूज दबारे माहिर निजर भूल आमे कदापि स्वीकार करिवनी हैला आमे गोटे बढ़िया एक्सक्यूज दियंती के सीए मो सहित एमिति कलारु मु कली से मो पई एटा कलानी सेति पई मु ता पई कलिनी से कलानी तो मु कलिनी एमिति आमे एक्सक्यूज दो किंतु मु आपन गोटे कथा कहबी गीतार एग्जैक्ट अध्याय मोर मन पड़नी किंतु आमर गोटे श्लोक अच्छी कर्मण्यवाधिकारस्ते माँ फलेषु कदाचन तापर श्लोक तार व्याख्या किछ दिन पूर्व मु पढ़ुथी बढ़िया से भगवान से एक्सप्लेन करूचंती जदि आपण एक्सक्यूज दउचंती कि सामना वाला कर्म करूनी तो मु काई करिवि सामना वाला खराब कर्म कला तो मु काई ता सहित भलो करिवि सामना वाला जहा करूची ना तार फल से पाइबो माने तार सेटा फिक्स लेखा कि ताकू से कर्मर फलटा मिलिबो किंतु आपण जहा करूचंती आपण जो तार द्वाही देई सिए करूनी बोली मु करिविनी कहउचंती आपण भी से खराब कर्म कले ना आपण ताकू देखि कि तापर रिवेंज नबागु कि व्हाटएवर जहा भी करिवि कि आपण भी से खराब कर्म कले ना
ତ ଆପଣଙ୍କ କର୍ମର ପାର୍ଟ ମାନେ ଯୋଉ ରେଜଲ୍ଟ କିଏ ପାଇବ? ସାମ୍ନା ବାଲା ପାଇବନି, ସାମ୍ନା ବାଲା ତା ପାର୍ଟ ପାଇବ, ଆପଣ ଆପଣଙ୍କ ପାର୍ଟର ରେଜଲ୍ଟ ପାଇବେ। ତେଣୁକରି ଏକ୍ସକ୍ୟୁଜ ଦେବା ବନ୍ଦ କରନ୍ତୁ। ସିଏ କଲାନି ମୁଁ କରିବିନି, ସିଏ ମୋ ସହିତ ଏଇଆ କଲାରୁ ସିନା ମୁଁ ତା ସହିତ ଏଇଆ କଲି, ଏଭଳିଆ ଏକ୍ସକ୍ୟୁଜ ଦେବା ବନ୍ଦ କରନ୍ତୁ। ଏଇଟା କେବଳ ନିଜକୁ ବଞ୍ଚେଇବା ପାଇଁ, ନହେଲେ ଖରାପ କର୍ମ ଆଳରେ ଆପଣ ବି କରନ୍ତି। ତ ଯଦି ଆପଣ ଏଇଟା କରିବେ ନା, କିଏ କ'ଣ କରୁଛି କରୁ, ତା ରେଜଲ୍ଟ ତାକୁ ମିଳିବ, କିନ୍ତୁ ମୋ ସାଇଡରୁ କେବେ ଖରାପ କର୍ମ ନୁହଁ। ଯେତେବେଳେ ଆପଣ ଏଇ ଚିନ୍ତାଧାରାରେ ବଞ୍ଚିବେ, ଆପଣଙ୍କ ସାଇଡରୁ ବହୁତ ସାରା ଭଲ କାମ ହବାକୁ ଲାଗିବ। ଆଉ ଆପଣ କେମିତି ମାନେ ନିଜକୁ ଖରାପ କର୍ମ କରିବାରୁ ବଞ୍ଚିବେ, ତାର କେତେଟା ଟେକ୍ନିକ୍ ବି ମୁଁ ଏବେ ଆପଣଙ୍କୁ କହୁଛି। ସକାଳୁ ଆପଣ ଉଠିଲେ ନିଜକୁ ସବୁବେଳେ କୁହନ୍ତୁ କି ମୋ ସାଇଡରୁ ଆଜି କିଛି ବି ଖରାପ କାମ ନ ହଉ। ଆଉ ରାତିରେ ସେମ୍ ଶୋଇବାକୁ ଗଲା ବେଳକୁ ବି ଭାବନ୍ତୁ କି ମୋ ଦ୍ୱାରା ଆଜି କିଛି ଖରାପ କାମ ହେଇଛି କି, ମୁଁ କାହାକୁ ଆଜି କଷ୍ଟ ଦେଇଛି କି, କାହାକୁ ଦୁଃଖ ଦେଇଛି କି, ମୋ କାମରେ କି ମୋ କଥାରେ କି ହ୍ୱାଟ୍ ଏଭର୍ ମୋ ସାଇଡରୁ କିଛି ଖରାପ ହେଇଛି, କିଛି ଖରାପ କର୍ମ ହେଇଛି, ନିଜକୁ କ୍ୱେଶ୍ଚିନ୍ କରନ୍ତୁ। ଆଉ ଆପଣ ଯେତେବେଳେ ନିଜକୁ କ୍ୱେଶ୍ଚିନ୍ କରିବେ ନା, ଆପଣଙ୍କ ଏଇ ଯୋଉ ଖରାପ କର୍ମ କରିବାର ମାନେ ଲେଭେଲଟା ନା, ଏଇଟା ଧୀରେ 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 କମିଯିବ। କାରଣ ଆପଣ ସବୁଦିନ ନିଜକୁ ପଚାରୁଛନ୍ତି କି ମୋ ସାଇଡରୁ କିଛି ହେଇଛି କି। ତ ଆପଣଙ୍କୁ ଯେତେବେଳେ ହଁ ମିଳିବ, ହଁ ଏଇଠି ତୁ ଖରାପ କାମ କରିଛୁ କି ଆଜି ଏଇଟାକୁ କଷ୍ଟ ଦେଇଛୁ, ସେତେବେଳେ ଆପଣଙ୍କ ନିଜକୁ ନା ସେଇଟା ଖରାପ ଲାଗିବାକୁ ଲାଗିବ। ଆଉ ଧୀରେ ଧୀରେ ନା, ମୁଁ କହୁନି ଯେ ଗୋଟେ ଥରରେ ଆପଣଙ୍କର ଖରାପ କର୍ମ କରିବା ବନ୍ଦ ହେଇଯିବ, ଟାଇମ୍ ଲାଗେ। ସବୁ ଜିନିଷକୁ ମାନେ ଠିକ୍ କରିବା ପାଇଁ ଟାଇମ୍ ଲାଗେ। ଥରେ ଚେଷ୍ଟା, 2 ଥର ଚେଷ୍ଟା, 3 ଥର ଚେଷ୍ଟା, 4 ଥର ଚେଷ୍ଟା, ମାସେ ହଉ, 2 ମାସ ହଉ, 4 ମାସ ହଉ, ଆପଣ ଚେଷ୍ଟା କରି କରି ନା ନିଜର ସେ ଜିନିଷଟାକୁ ବି କମେଇ ଦେବେ, ସେ ଖରାପ କର୍ମଟାକୁ କମେଇ ଦେବେ। ଆଉ ଆପଣ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତି କି ପ୍ରଭୁ ମୋର ଏଇଟା ଠିକ୍ କରିଦିଅ, ସେଇଟା ଠିକ୍ କରିଦିଅ, ମତେ ଏଇଟା ଦେଇଦିଅ, ସେଇଟା ଦେଇଦିଅ। ତା ଅପେକ୍ଷା ଭଗବାନଙ୍କୁ ଏ ପ୍ରାର୍ଥନା କରନ୍ତୁ କି ପ୍ରଭୁ ମୋ ସାଇଡରୁ କେବେ କିଛି ଖରାପ କାମ ନ ହଉ। ଯଦି ମୋ ସାଇଡରୁ କେବେ କିଛି ଖରାପ କାମ ହଉଛି, ତାହେଲେ ମତେ ଅଟକେଇ ନିଅ, ମତେ ଆଭାସ ଦେଇଦିଅ, ମତେ କିଛି ନା କିଛି ଉପାୟରେ ଅଟକେଇ ନିଅ। ପ୍ରଭୁଙ୍କୁ ଏଇଟା ମାନେ ପୁରା ଆନ୍ସିୟସଲି ମାଗନ୍ତୁ କି ଆପଣଙ୍କ ସାଇଡରୁ କେବେ ବି ଖରାପ କର୍ମ ନ ହଉ। ନିଜକୁ ଖରାପ କର୍ମରୁ ଅଟକେଇବାକୁ ହେଲେ ନା, ଆଉ ବି ଗୋଟେ ବଢିଆ ଟେକ୍ନିକ୍ ଅଛି। ଆପଣଙ୍କୁ ଯାହା ଆଜି କଷ୍ଟ ମିଳୁଛି ନା, ସେଟାକୁ ଆକ୍ସେପ୍ଟ କରନ୍ତୁ କି ମତେ ଆଜି ଯୋଉ ଦୁଃଖ ମିଳୁଛି କି କଷ୍ଟ ମିଳୁଛି, ସେଟା ମୋରି ହିଁ କର୍ମର ଫଳ। ଏଥିରେ ନା ମୋ ଆଖ ପଡିଶା କିଏ ଦାୟୀ, କି ମୋ ସାଙ୍ଗସାଥି କିଏ ଦାୟୀ, କି ମୋ ପରିବାର ଲୋକ ଦାୟୀ, କି କେହି ବି ଦାୟୀ ନୁହଁ। ଆପଣ ଯୋଉ ଭଗବାନଙ୍କୁ ବି ବେଳେ ବେଳେ ନିନ୍ଦା କରନ୍ତି ନା, ଭଗବାନ କାହିଁ ମତେ ଏତେ କଷ୍ଟ ଦଉଛ, ଆରେ ଭଗବାନଙ୍କର କିଛି ଯାଏ ଆସେ ନାହିଁ, ତାଙ୍କ ପାଇଁ ସମସ୍ତେ ସମାନ। ଆପଣ ଯୋଉ ଦୁଃଖ ପାଉଛନ୍ତି ସେଟା ଆପଣଙ୍କ କର୍ମର ଫଳ। ଏଇ ଜନ୍ମ ହଉ, ଆର ଜନ୍ମ ହଉ, କେତେବେଳେ କରିଥିବେ ଆପଣଙ୍କର ମନେ ନାହିଁ, କିନ୍ତୁ ଯାହା ବି ପାଉଛନ୍ତି ଏଇଟା ଆପଣଙ୍କର ହିଁ କର୍ମ, ଯାହାର ରେଜଲ୍ଟ ଆପଣଙ୍କୁ ମିଳୁଛି। ତ ଆକ୍ସେପ୍ଟ କରନ୍ତୁ କି ମତେ ଆଜି ଯୋଉ ଦୁଃଖ ମିଳୁଛି ନା, ମୋ କର୍ମର ଫଳ। ତ ଏହା ଦ୍ୱାରା କ'ଣ ହବ, ଆଗକୁ ଆପଣ ଆଲର୍ଟ ରହିବେ କି ମତେ ଆଜି ଯୋଉ କଷ୍ଟ ମିଳୁଛି, ମତେ କେତେ କଷ୍ଟ ହଉଛି ନା, ତ ମୁଁ ଆଗକୁ ମୋ ସାଇଡରୁ କେବେ ବି ଖରାପ କର୍ମ ନ ହଉ। କାରଣ ଖରାପ କର୍ମ ହେଲେ ପୁଣି ରେଜଲ୍ଟ ପାଇବେ, ପୁଣି କାନ୍ଦିବେ, ପୁଣି ଆପଣଙ୍କୁ ଦୁଃଖ ମିଳିବ। ତ ଆପଣ ଆଲର୍ଟ ରହିବେ, ଯାହା ଦୁଃଖ ମିଳୁଛି ତାକୁ ଆକ୍ସେପ୍ଟ କରନ୍ତୁ କି ଏଟା ମୋରି ହିଁ କର୍ମର ଫଳ। ଆଉ ସେ ଦୁଃଖକୁ ଯାହା ବି ସହି ଯାଆନ୍ତୁ, ଭଗବାନଙ୍କୁ ଡାକିକିରି କିଛି ବି କରିକି ସହି ଯାଆନ୍ତୁ। ଆଉ ନେକ୍ସଟ ଦେଖିବେ, ଯେତେବେଳେ ଆପଣ ଆକ୍ସେପ୍ଟ କରିବାକୁ ଲାଗିବେ, ଆଗକୁ ଆପଣଙ୍କ ଦ୍ୱାରା ଆଉ ଖରାପ କର୍ମ ହବନି। କାରଣ କୋଉଠି ନା କୋଉଠି ଆପଣଙ୍କ ମୁଣ୍ଡରେ ପଶିକି ଥିବ କି ମୋ କର୍ମର ଫଳ ମୁଁ ଆଜି ପାଉଛି, ଆଉ ଯଦି ଖରାପ କର୍ମ କଲି ପୁଣି ଆହୁରି ଦଣ୍ଡ ମତେ ମିଳିବ। ତ ଆ ଦ୍ୱାରା କ'ଣ ହବ, ଆପଣ ଖରାପ କର୍ମ କରିବାରୁ ବଞ୍ଚିଯିବେ। କର୍ମର ରିଟର୍ନ ଥିଓରିଟା ନା ବଡ ଅଜୀବ। ଆପଣ ଯେତେବେଳେ ଭାବିବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ମାନେ ଏତେ ପରଫେକ୍ସନ ୱେରେ ଆପଣଙ୍କ କର୍ମର ରେଜଲ୍ଟ ଆପଣଙ୍କୁ ମିଳୁଥିବ। ଆପରେ ଗୋଟେ ଛୋଟ ଷ୍ଟୋରିଟେ ମୁଁ କହୁଛି। ଦିନେ କ'ଣ ହେଲା, ଗୋଟେ ଲୋକ ବଗିଚାରେ ଯାଉଥିଲା, ମାନେ ଅନ୍ୟର ବଗିଚାକୁ ଦେଖିଲା। ସେ ତାର ଇଚ୍ଛା ହେଲା ଗୋଟେ ଆମ୍ବ ଖାଇବ ବୋଲି। ସେ କ'ଣ କଲା, ସେ ବଗିଚା ବାଡ଼ ଡେଇଁକିରି ଗଲା ଆଉ ଆମ୍ବଟା ତୋଳିକି ଆଣିଲା। ସେଠୁ ମାଳି ମାନେ ଯୋଉ ୱାଚମ୍ୟାନ ଜଗିଥିଲା ତାକୁ ପାହାରେ ପିଠିକି ଦେଲା। ପିଠିକି କଷ୍ଟ ହେଲା, ତା ହାତଟା ହାତରେ ପିଠିକି ଆଉଁସିଲା, କିନ୍ତୁ ମାଡ଼ଟା ଏତେ ଜୋରରେ ପଡ଼ିଛି ନା, ମାନେ ଆଲୋ ବୋଉଲୋ ଏଇଟା କହିକି ତା ପାଟିରୁ ଆଲୋ ବୋଉଲୋ ବାହାରିଲା, କିନ୍ତୁ ଆଖିରୁ ଅନବରତ ଲୁହ ଗଳୁଥିଲା। ସେତେବେଳେ ଆଖି କ୍ୱେଶ୍ଚିନ୍ କରୁଛି ଗୋଟେ ଅନ୍ତରାତ୍ମାକୁ କି ଗୋଡ଼ ତୁ ତ ବାଡ଼ ଡେଇଁକି ଗଲୁ, ହାତ ତୁ ଛିଣ୍ଡେଇକି ଆଣିଲୁ, ପାଟି ତୁ ଖାଇଲୁ, ପିଠି ତୁ ମାଡ଼ ଖାଇଲୁ, କିନ୍ତୁ ମୋ ଆଖିରୁ ଲୁହ କାହିଁକି ଆସୁଛି? ତ ସେଇଠି ଅନ୍ତରାତ୍ମା ଆଖିକୁ କହୁଛି, ସେ ଆମ୍ବଟାକୁ ପ୍ରଥମେ ତୁ ଦେଖିଥିଲୁ ନା, ତୁ ସେ ଆଖିରେ ଦେଖିଥିଲୁ ନା, ତ ଫାଇନାଲ ଲୁହ ତ ତୋ ପାଖରୁ ଆସିବ। ଦେଖ, କର୍ମର ରିଟର୍ନ ଥିଓରି ନା ମାନେ କେତେ ପରଫେକ୍ସନରେ ହେଇଛି, କିନ୍ତୁ ଭୁଲ କିଏ କରିଛି? ଆଖି କରିଛି, କାରଣ ଆଖି ପ୍ରଥମେ ଦେଖିଛି ନା ଭୁଲ ଜିନିଷକୁ ଖାଇବ ବୋଲି। ତ କର୍ମର ରିଟର୍ନ ଥିଓରି ହେଉଛି ବହୁତ ମାନେ ପୁରା ନିଖୁଣ ଭାବରେ ସବୁ ରେଜଲ୍ଟ ମିଳେ। ଯାହା କର୍ମ କରିବେ ସବୁ ରେଜଲ୍ଟ ମିଳେ। ତାହେଲେ ନିଜର କର୍ମ ପ୍ରତି ସତର୍କ ରୁହନ୍ତୁ।
केबे भी निज साइड रू एमिति कर्म करंतुनी जहाँ अन्य को दुख दब कि अन्य को कष्ट दब ना निज शब्द रे ना निज कर्म रे। हाँ मनीष भूल भटकता हुए जदि हेइची एक्सेप्ट करंतु सामना लोक को क्षमा मागंतु जदि सेटा भी हाँ बेले बेले हेई पारेनी सामना लोक को आमे क्षमा मागी पारेनी मनीष ना थाए ता भितरे कि केमती देखाबी केमती कहबी तो सेठी भगवान को क्षमा मागंतु कि मो साइड रो ए भूलटा हेइची मते क्षमा कर दियो किंतु नेक्स्ट आ भूल दोहरेइबे कारण कर्म ना फेरिबो ही फेरिबो जहाँ करिवे सेटा मिलिबो ही मिलिबो। आशा करूची आज वीडियो रे आपनको कर्म विषय रे डिटेल्स मिलतिबो आ जदि वीडियो हेल्पफुल रहिला ताले चैनल को सब्सक्राइब करिवे वीडियो को लाइक करिवे और कमेंट भी देबे। रहुची नमस्कार।